ଝାରସୁଗୁଡ଼ା ଜିଲ୍ଲା ହକି ସଂଘ ଓ ଶିକ୍ଷା ବିଭାଗ ପକ୍ଷରୁ କିର୍ମିରା ହାଇସ୍କୁଲ ଖେଳ ପଡ଼ିଆଠାରେ ସ୍କୁଲ ସ୍ତରୀୟ 2 ଦିବसीय ବାଳକ ଓ ବାଳିକା ବିଭାଗର ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ବାଳକ ବିଭାଗର 7ଟି ଦଳ ଅଂଶଗ୍ରହଣ କରିଥିଲେ। କିର୍ମିରା ବ୍ଲକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ ମୁଖ୍ୟ ଅତିଥି, ବିଡ଼ିଓ ଅବିନାଶ ଲାକ୍ରା, ସରପଞ୍ଚ ସନ୍ତୋଷିନୀ ପଟେଲ, ହାଇସ୍କୁଲ ପ୍ରଧାନ ଶିକ୍ଷକ ସୌରୀନାରାୟଣ ସିଂ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବିମଳ କୁମାର ତାଣ୍ଡି, ଏକଲବ୍ୟ ସ୍କୁଲ ଅଧ୍ୟକ୍ଷ ଅରବିନ୍ଦ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ। ଅପରାହ୍ନରେ ଏସ୍ପି ସ୍ମିଥ୍ ପରମାର ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଏସ୍ପିଙ୍କ ସହ ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ବରୁଧର ପୂଜାରୀ, ଲଇକେରା ବ୍ଲକ ସମ୍ପାଦକ କୁବେର କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚ୍ରେ କିର୍ମିରା ଏକଲବ୍ୟ ବିଦ୍ୟାଳୟ ଚମ୍ପିୟନ ହୋଇଥିବା ବେଳେ ଲଇକେରା କେବିଜେ ହାଇସ୍କୁଲ ରନର୍ସ ଅପ୍ ହୋଇଥିଲେ। ଦ୍ୱିତୀୟ ଦିନରେ ବାଳିକା ବିଭାଗର 5ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ଖେଳରେ କିର୍ମିରା ଏକଲବ୍ୟ ସ୍କୁଲ ଚମ୍ପିୟନ ଓ ଏସ୍ଏସ୍ଡି ଅର୍ଡା ବିଦ୍ୟାଳୟ ରନର୍ସ ଅପ୍ ହୋଇଥିଲେ। ଉଦ୍ଯାପନୀ ଉତ୍ସବରେ କିର୍ମିରା ତହସିଲଦାର ଦିବାକର ମାଝୀ ମୁଖ୍ୟ ଅତିଥି, ସ୍ୱତନ୍ତ୍ର ଅତିଥି ଲଇକେରା ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ, କିର୍ମିରା ବିଡ଼ିଓ ଅବିନାଶ ଲାକ୍ରା, ସାମ୍ବାଦିକ କୁଞ୍ଜ ବିହାରୀ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳୀମାନଙ୍କୁ ମାର୍ଗଦର୍ଶନ ଦେଇ ଆଗକୁ ବଡ଼ ଖେଳାଳୀ ହୋଇ ରାଜ୍ୟ ଓ ଦେଶର ସମ୍ମାନ ରଖିବାକୁ କହିଥିଲେ। ରାଜ୍ୟ ହକି ସଂଘ ଉପସଭାପତି ଜୀବନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ହକି ଖେଳାଳୀ ପ୍ରଫୁଲ୍ଲ କୁଲୁ, ଶକୁନ ନାୟକ, ସୁଜିତ ଲାକ୍ରା, ଇଲିୟାସ ସୋରେନ ଖେଳ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ଅମିୟ ଷଣ୍ଢ, ନିର୍ମଳ ସାହୁ, ଜୀବର୍ଦ୍ଧନ ରାଉତ, ଯଶୋବନ୍ତ ଭୋଇ, ରୀନା ପଟେଲ, ଜିତେନ୍ଦ୍ର ମହନ୍ତ, ଦେବଦତ୍ତ ଗିରି, ଚାନ୍ଦିନୀ ଓରାମ, ସୋଫିଆ ପଟେଲ, ବସନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ। इतना दूर एरिया बाहर को देखिए किंतु भल गोल स्कोर कर देखते हमारा पताका को निश्चित रूप से साइड रखिए। आम सहित योगदान करी आमको बहुत मुख्य